गिली अछि निया को गिली अनल निया को गिले अनल सप्त सिंधु जल कुर्म गिली अछि वृक्ष को गिलीला फल वृक्ष को गिली की फल एक नंबर हां दुई नंबर आसी छथि हां पर्वत मध्यरे पिंपुड़ी चालिले ठीक पर्वत तळे जाई हां पर्वत मध्यरे 10 द्वार अछि से द्वार बाटे की गमन से द्वार बाटे की गमन करई झियो हां चले एडा आसिका जे कथा आसिका नहीं आसिका जीवा ये मुखे भजराम कृष्ण हरिला सारी आहा मारी देवती ग्रथ मंजारी लो सारी ये मुखे भजराम कृष्ण हरिला सारी जुबा बयसरे बेटीर बरेल जुबा बयसरे बेटीर बरेल हस्तरे सिंदूर धरी लो सारी हस्तरे सिंदूर धरी अति आनंदरे भारी जा कपाळेल अति आनंदरे भारी जा कपाळेल बेथिलु टोपा करिल सारी ए भज भज राम कृष्ण हरिल सारी डाकी पुरोहित हस्त परे हस्तल ताकि पुरोहित हस्त परे हस्तल बांधिले कुशद मुंडी लो सारी बांधिले कुश दौड़ी जगिची से कुश टूटिले तो घटल जगिची से कुश टूटिले तो घटल हे बाकु पार
তোকে ভজায় তোরা সারিল সারি এ মুখে ভজরে মা কৃষ্ণ হরিল সারি पर्वत मध्य पिंपुड़ी चलिले पर्वत टलई जाई ए पर्वत मध्य 10 द्वार अछि से द्वार बाटे के गमन करैल छिया मोर पुण्य जनरे मनुआ धान सदा बळे पडुची मन मो पुण्य जनरे मनुआ धन सदा पडुची मन आग देखुथिल आखि मारुथिल आग देखुथिले हसी दउथिल ए आवाज तमे देखि मुरुच मोर पुण्य जनल मनुआ धन सदा पडुछ मन मोर पुण्य जनल मनुआ धन सदा पडुछ मन बुढ़ा को देखिले ठेली देउ अछ बुढ़ा को देखिले ठेली देउ अछ एछियो आ फेंटा को देखिले आखि मारुछ मोर पुण्य जनल मनुआ धन सदा पडुछ मन मोर पुण्य जनल मनुआ धन सदा पडुछ मन सुनबड़ मारे मन कन्न देई सुनबड़ मारे मन कन्न देई अच्छा पद पद करी दे देबा बताई हाँ पद पद करी आंधो देबा बताई पर्वत मधरे पिंपुड़ी चालिले पिंपुड़ी चालिले हाँ पर्वत तली पड़ई जाउची भले पर्वत तली पड़ी जाउची भले सतने कौन बा पर्वत मधरे 10 द्वार छई 10 द्वार जे अछि 10 द्वार जे अछि हाँ सेई द्वार बाटे किए गमन करूची धीरे धीरे विषय बाबू देखो देदार बताई मम देई सुनुथिबे मोर पंडित हे पंडित जन सुन देरे श्रवण हरि केड़े सुंदर प्रसन्न देले लकीना हरि पर्वत महिले पर्वत जे रहिती आहा ए संसार मध्यरे पर्वत जेठिया रहिती अरे पर्वत महिले देखो मनुष्य शरीर हरि पर्वत महिले देखो मनुष्य शरीर दशधर मात्र करहिती तांकर पर्वत मधरे पिंपुड़ी चालिले पर्वत बाप
ପରେ ତୋର ଚାଲିଯିବ ଏଇ ପର୍ବତ ପରି ଶରୀର ଢଳି ପଡ଼ିବ। ହେଲେ ବାପା ଆହା ଏ ମନୁଷ୍ୟ ଶରୀରରେ ଦଶବ୍ଦର ଅଛି। ଆଜ୍ଞା ଦଶବ୍ଦର କେଉଁ କେଉଁ ସ୍ଥାନ ଅଛି ପଦେ ପଦେ କହିବା ତାପରେ ପିମ୍ପୁଡ଼ି ଗଲା ପରେ ପର୍ବତ ଟଳିଦେବା। ଆଜ୍ଞା ହଁ ପର୍ବତ ମଧ୍ୟରେ 10 ଦ୍ୱାର ଅଛି 10 ଦ୍ୱାର କଥା ବାବୁ ଦେବା ବକା ଆହା ଆଖି କାନ ମିଶି ବାବୁ ଚାରି ହୋଇଲା ଆଶାକୁ ମିଶି ଦେଖଲ ଛଗୁଣି ହୋଇଲା ପାଟିକୁ ମିଶାଇ ତହର ସତମ ହୋଇଲା ମୋର ଚନ୍ଦ୍ରନି ଭଗବାନ ନବମ ହୋଇଲା ଦଶମ ଦ୍ୱାର କଥା ଦେବା ବକାଇ ମସ୍ତକ ମଧ୍ୟରେ ଦୁଆର ଅଛଇ ସେଇ 10 ଦ୍ୱାର ବନି କହିଛନ୍ତି ରହି ଆତ୍ମଜ୍ଞାନ କଥା ବାବୁରେ ଏହି ଅଟଇ। ହେଲେ ବାପା ଏ ଜୀବ ଆସୁଛି ଯେପଟେ ଯାଉଛି ସେପଟେ ଏ ନବଦ୍ୱାର ଶରୀର ମଧ୍ୟରେ ଅଛି ଶିଶୁ ମୁନା ଦ୍ୱାର ଗୋଟିକ ଉପରେ ଜଗିଛି। ଆଜ୍ଞା ରାଧା କୃଷ୍ଣଙ୍କର ନୀଳା ଲାଗିଛି। ଆଚ୍ଛା ଜୀବନ ଆସୁଛି ଯେପଟେ ଯାଉଛି ସେଇପଟେ। ପର୍ବତ ହେଲା ମନୁଷ୍ୟ ଶରୀର ପ୍ରାଣବାୟୁ ହେଲା ପିମ୍ପୁଡ଼ି 10 ଦ୍ୱାର ହେଲା ହେଲା କିଏ ପଚାରିଥିଲେ ହେଲା ଆଜ୍ଞା ଝିଅ ଆଉ କଣ ଅଛି କୁହ? ଆଉ ଗୋଟେ ପ୍ରଶ୍ନ ପଡ଼ିଦିଅ ବାପା। ଆଉ ଗୋଟେ କଣ ଝିଅ? ଅଛି ବୃକ୍ଷକୁ ଗେଳେଇ ଫଳ ବାସ୍ ଶୁଣ କଳା ମଲିନ ତୁଇ ଶୁଣିଲେ ହରିବୁ ଭାଇ ଶୁଣ କଳା ମଲିନ ତୁଇ ଏ ଶୁଣିଲେ ହରିବୁ ଭାଇ ଶୁଣ କଳା ମଲିନ जम घर गला मोड़ा जहाँ मु देखिली हम देखिली
ବେଙ୍ଗ ଚଳେ ଗଜ ମୁଣ୍ଡ ନା କଣ ଅଛି? ହଁ ବେଙ୍ଗ ଦେଇଛି ଗିଳି। ଆହା ଶୁଣ ଗଲା ମାଳିରେ ମନ କର୍ଣ୍ଣ ଦେଇ ଶୁଣ ଗଲା ମାଳିରେ ମନ କର୍ଣ୍ଣ ଦେଇ ପଦେ ପଦେ କରିଛି ଲୋରେ ବାବତା ଆହା ପଦେ ପଦେ କରିଛି ଲୋରେ ବାବତା ଆରେ ଦିମୁଆ ସର୍ପ ବୋଲି ଶରୀରେ ରହିଛି ଆରେ ଦିମୁଆ ସର୍ପ ବୋଲି ଶରୀରେ ଜଗିଛି କେଉଁ ତାରେ ଦିମୁଆ ସର୍ପଟା ରହିଛି ଶୁଣ ଗଲା ମାଳିରେ ମନ କର୍ଣ୍ଣ ଦେଇ ଦୁଇ ମୁହା ସର୍ପ ବୋଲି ଯେ ନା ସାତ ଓଟୋଇ ନାକକୁ ଦୁମୁହା ସର୍ପ ବୋଲି କୁହନ୍ତି ଦୁମୁହା ସର୍ପକୁ ଯେ ଭୟ ନ କରି ବେଙ୍ଗ ଚଢୁଛନ୍ତି ରେ ଗଜ ମୁଣ୍ଡ ପୁଣି ଝିଅ ଦୁମୁହା ସର୍ପ ହଉଛି ନାସା ଏ ନାସା ଉଗ୍ର ଦୁଇ ପଟେ ଆସେ ଦୁମୁହା ସର୍ପକୁ ଭୟ ନ କରିକି ବେଙ୍ଗ ଚଳେ ଗଜ ମୁଣ୍ଡ ଗଜ ହଉଛି ଶରୀର ନାସା ଆମର ଶରୀର ହଉଛି ହାତୀ ଭଳିଆ ଭେଣ୍ଡିଆ ଆଜି କହୁନାହାନ୍ତି ହାତୀ ଭଳିଆ ଭେଣ୍ଡିଆ ଅଛି ପିଲାଟା ଗଜ ଦୁମୁହା ସର୍ପକୁ ଭୟ ନ କରିନ ବେଙ୍ଗ ବେଙ୍ଗ ହଉଛି ପ୍ରାଣ ନିଆଁକୁ ଗିଳେ ଅନଳ ବେଙ୍ଗ ଚଳେ ଗଜ ମୁଣ୍ଡ ବେଙ୍ଗୁଡା କିଏ ଝିଅ ଜୀବ ବୁଝିଲୁ ଗଜ ବେଙ୍ଗ ଚଳେ ଗଜ ମୁଣ୍ଡ ଗଜ ହଉଛନ୍ତି ଶରୀର ବେଙ୍ଗ ଚଳେ ଗଜ ମୁଣ୍ଡ ଗଜ ହଉଛନ୍ତି ଶରୀର ବେଙ୍ଗ ହଉଛନ୍ତି ପ୍ରାଣ ଏ ଯୋଉ ନିଶ୍ୱାସ ଯାଉଛି ନାକରେ ଯିବା ଆସିବା ହଉଛି ଝିଅ ସପତ ସମୁଦ୍ର କୁର୍ମ ଗିଳି ଦେଲା ବୃକ୍ଷକୁ ଗିଳିଲା ଫଳ ସେ ବୃକ୍ଷଟା କା କ ଫଳଟା ଗିଳିଛି କୁହ। ହଉ ନା ଝିଅ କଣ ଇଏ ହଉ ନ କହିଲେ ଦଲ ବିହିନାରୀ କରି ତତେ କବି ମାତା ଗରିଲା ରେ ବିହିନାରୀ କରି ତତେ କବି দাতা গরিলা রে বিহিনাৰী কৰি ততে ଶରୀର ମଧ୍ୟରେ ଗଣଳ ଲାଗିଛି ଆରେ ବଡ଼ ବାଗଣଳ ବଲିଣ ଯେ କହନ୍ତି ଯେତେବେଳେ ରାଗ ତମ ତମ ହଇବ
ମସ୍ତକ ଗିରୁଛି ଶରୀର ମଧ୍ୟରେ ରାଗ ତମ ଦେହେ ବଟି ଆରେ ଶପଥ ସିନ୍ଧୁ ବଲିଣ ଦେଲେ କହିର ଆରେ ରହିଛି ଯେ ଗର୍ଭ ମଧ୍ୟରେ ଯାହିର শপথ সিন্ধু বলে সত্য সজে সর শপথ সর সত্য সিন্ধু অটই এ কথা কহিবি কিলো পুনে তুই শপথ সিন্ধু সাত সমুদ্র সাতটা সমুদ্র আমার শরীরে কোন ঝিও না লবণী সমুদ্র ঠিক ক্ষীর সমুদ্র এটা সমুদ্র মানে আমার হ্যাঁ হ্যাঁ বৃক্ষ হচ্ছে আমার শরীর উল্লেটা বৃক্ষ ए शरीर होची एक वृक्ष वृक्ष को गिलिला फल ठीक ठीक कर्म हां कर्म फल हां हाउ हेले कि नारद देखिले जे नंद राजा बिकल रे काटुछंती कृष्ण कृष्ण गाई गाई ठीक ठीक सेई तो विचार करले गोपाल पुओ माने कोन यशोदा कोन करछंती दिगे देखि आज्ञा यशोदांग मंदिर रे होइले हाजर चाहि देले ब्रह्मा पुओ यशोदा मंदिर एतिकी समय देख यशोदा सुतारी डाकू छंती केड़े गलू ओ मुरली धारी तोते न देखिले धन हृदय स्थिर केते दिन केउठारे रहिलु कुमार ତାପରେ ବାରୁଣ ଅକ୍ରୁର ଆସିଲା ଧନୁଯାତ୍ରା ଦେଖାଇବାକୁ ରେ ନେଲା କଣ୍ଟ ଦେଇଥିଲା ମାତ୍ର 4 ଦିନ 4 ଯୁଗ ହେଲା ରହିଲୁ ନନ୍ଦନ କି ବୁଦ୍ଧି କରିବି କାହାକୁ କହିବି କୃଷ୍ଣଙ୍କୁ କିପରି ମୋ ନୟନେ ଦେଖିବି ଏତିକି ବିଚାର କରି ଯଶୋଦା ରାଣୀ ବୃଦ୍ଧ ବୃଦ୍ଧ ଗୋପରୁ ମାନଙ୍କୁ ଘେରି କହୁଛନ୍ତି ଆମ ବୃଦ୍ଧ ବୃଦ୍ଧା ନାରୀ ଯଦି କୃଷ୍ଣଙ୍କୁ ନ ଦେଖିବି ଯଦି ମରିଯିବି ମୁଁ ମରିଯିବି ଯଦି ମତେ ପୋଡ଼ିବ ନାହିଁ କୃଷ୍ଣ ଯିବା ମଧ୍ୟକୁ ପ୍ରେମ ମତେ ବହି ମାଟି କିଏ ଖୋଳି ତହିଁରେ ପୋତିବ କେଜାଣି କୃଷ୍ଣ ଆଉ ଥରେ ସେ ବାଟେ ଆସିବ ମତେ ମାତା ବୋଲି ଡାକିବ ମୁଖରେ ଉଦ୍ଧାର କରିଦେବ କି ତାହାର ହସ୍ତରେ ଦେଖିକରି ନାରଦ ମତେ ଭାବିଲେ କେଡ଼େ କଥା କୃଷ୍ଣ ତୁମେ କଲ ବୋଇଲେ ଯଶୋଦା ରାଣୀ ହୋଇଲାଣି ବାୟାଣୀ କେଡ଼େ କଥା କରିଦେଲ ଚକ୍ରପାଣି ଏତିକି ବିଚାରି ବିଧାତା କୁମାର ଗୋପାଳ ପୁଅ ମାନଙ୍କ ପାଖରେ ହାଜର ନାରଦ ମହର୍ଷି ବସି ପଡ଼ିଲେ ବଣଦାଣ୍ଡରେ ଗୋପାଳ ଭାଇ ମାନେ ସମସ୍ତେ ନେଇକି ବିଚାର କଲେ ଯେ ନାରଦ ମହର୍ଷି ଆସିଛନ୍ତି ନନ୍ଦ ରାଜାଙ୍କ ପାଖକୁ ସେଇ କଥା ଗଲା ନନ୍ଦ ରାଣୀଙ୍କ ପାଖକୁ ସେଇ କଥା ଗଲା ନାରଦଙ୍କୁ ଯାଇ ସମସ୍ତେ ବେଳି ବସିଛନ୍ତି ପଚାରିଲେ ଯେ ଯଶୋଦା ହେ ମୁନି ମୋର କୃଷ୍ଣ ପୁଅ ସବୁଦିନେ ତାଙ୍କର ନାମ ଧରୁଛ ମୋ ପୁଅ କେଉଁ ସ୍ଥାନରେ ଅଛି ତୁମେ ଟିକେ କହିପାରିବ ନନ୍ଦ ରାଜା ଯାଇ ଗୋଡ଼ ଦିଟା ଧରିଦେଲା ହେ ମୁନି ମୋର କୃଷ୍ଣ ପୁଅ ଭଲରେ ଅଛି ତ ଆପଣ ମୋର ଗୋପପୁରକୁ କିପରି ପଦାର୍ପଣ କଲେ ଓହୋ
ପ୍ରଭାସ ତୀର୍ଥରେ ଯଜ୍ଞ କରୁଛନ୍ତି ସେ ଖବର ଦେବା ପାଇଁ ମୁଁ ସଚରାଚର ବ୍ରହ୍ମାଣ୍ଡ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଚତୁର୍ଦିଗ ବୁଲି ବୁଲି ନିମନ୍ତ୍ରଣ ଦେଇକରି ମୁଁ ଆସୁଛି ଶୁଣିକରି ନନ୍ଦ ରାଜା ବାହୁ ଟେକି ଦେଲେ ମୁଦକି ପତ୍ର ଦେଇଛନ୍ତି ବୋଇଲେ ମୁଦକି ମୋ ପୁଅ ଦେଇଛି ନିମନ୍ତ୍ରଣ କେତେ କଥା କରିଲା ମୋ ପତିତ ପାବନ 8 ବର୍ଷ କାଳ ସେବା କରିଲି କୁହ ମୁଁ ତ ବଞ୍ଚି ତାକୁ ମୁଁ ପ୍ରାଣ କରାଇଲି ଭାତ ଖୋଳି ଅଇଁଠା ଖାଉଥିଲି ତାର ମତେ କି ପରି ନ ଦେଲା ମୋ ପୁଅ ପତର କହନ୍ତି ମୁନି ସୁନନ୍ଦ ରାଜନ ଗୋଟିଏ କଥା ମନେ ରଖିବୁ ନାହିଁ ଯଦି ଯେ ପୁଅ ଯଜ୍ଞ କରୁଅଛି ଆରେ ବାପାକୁ କିପରି ନିମନ୍ତ୍ରଣ ପତ୍ର ଦେବଟି ଆରେ ନାରଦ ମୁନି ବର ଅଳପ ହସି ଦେଲେ ରେ ନନ୍ଦ ରାଜା ଆଜି ଶୁଣରେ ବୋଇଲେ ତୁ ଗୌର ମୂର୍ଖ ଅଟୁ ଆରେ କୁମାର ଅତିଏ ବରସରେ ବୁଦ୍ଧି ମତେ ତୋର ଆରେ ନନ୍ଦ ରାଜନ ଶୁଣ ଯାଇ ତୁ ମନ ଯଦି ଯଜ୍ଞ କରୁଛି ଆଜି ତୋର ନନ୍ଦନ ହେଲା ଆରେ ପୁଅ ଯଜ୍ଞ କଲେ କିରେ ବାପାକୁ ନିମନ୍ତ୍ରଣ ବାପା ଉତ୍ସବ କଲେ ପୁଅକୁ ନିମନ୍ତ୍ରଣ ଜଗତରେ ଅଛି କି କହ ରାଜନ କହିଲେ ନାରଦ 10 ଦିନ ପୂର୍ଣ୍ଣ ହୋଇଗଲା ଆଉ 5 ଦିନ ଅଛି ଯଦି ଦେଖିବାକୁ ଇଚ୍ଛା ଅଛି ତୁମେ ଯାଅ ସମସ୍ତ ଗୋପୀ ଗୋପାଳ ସମସ୍ତେ ଯାଇ ଦର୍ଶନ କରି ଯଜ୍ଞଶାଳରେ ଆସ ଆଜ୍ଞା ଶୁଣି କରି ନନ୍ଦ ରାଜା ଶୁଣନ୍ତୁ ପଣ୍ଡିତ ଜନ ଜୟ ମନ କର୍ମ ନାରଦ ଯେ କହି ଚଳି ଗଲେ ପ୍ରବହନ ଶୁଣିନ ନନ୍ଦ ରାଜନ ଆନନ୍ଦିତ ହେଲେ ଆଜ୍ଞା ଗୋପପୁରରେ ଯେ ଡେଙ୍ଗୁରାକୁ ଦେଲେ ମୋର ପୁଅ ଗୋଟିକ ସେଇ ମଧୁବନ ପର୍ବତରେ ଯାଗ କରୁଅଛି ଆରେ ଗୋପପୁରବାସୀ ମାନେ ସମସ୍ତେ କାଲି ଏକତ୍ରିତ ହୋଇ ଅମଲ୍ୟ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଗୋପପୁର ଛାଡ଼ି ଆଜି ମୋର କୃଷ୍ଣ ପୁଅକୁ ସମସ୍ତେ ଯାଇ ଦର୍ଶନ କରି ଆସିବା ପ୍ରଭାସ ତୀର୍ଥରେ ଯଜ୍ଞ କରୁଛନ୍ତି ନାରାୟଣ ଚାଲ ସମସ୍ତେ ଆଜି ଦର୍ଶନ କରି ଆସିବା ଯଶୋଦାର ପାଦ ତଳେ ପଡୁନି ମୋ କୃଷ୍ଣକୁ ଦେଖିବି କାଲିକି ଯାଇ ମୋର ପୁଅ ଯଦି କୃଷ୍ଣ ଯାଗ କରୁଛି ଆଜି ମୋ ପୁଅ କୃଷ୍ଣକୁ ଯାଇ ଦର୍ଶନ କରି ମୋ ହାତରେ ଫେରି ଆସିବି ଆଜ୍ଞା ଗୋପୀ ଗୋପାଳ ମାନେ ଆନନ୍ଦିତ ହୋଇଲେ ଅତି ଆନନ୍ଦେ ଦଧି ଦୁଗ୍ଧ ଭାର ଧରିଲେ କିଏ ଗୋବର କିଏ ଘଷିକୁ ନେଇ କିଏ ଘିଅ ଲହୁଣୀ ଲବଣୀ ଯାକ ମିଶାଇ ଧରି ଧରି ସମସ୍ତ ଚଳିଲେ ଗୋପାଳ ଅର୍ଧ ବାଟରେ ଦେଖ କହନ୍ତି ଦଣ୍ଡଧର ଆଲ ଯଶୋଦା ଶୁଣ ମନ ଦେଇ ତୋ ପୁଅ କୃଷ୍ଣ କେବେ ତୋର ପୁଅ ତ ନାହିଁ ହେଲେ ନନ୍ଦରାଜା କହୁଛନ୍ତି ଯଶୋଦା ଆଜି ଆମ ପୁଅ କୃଷ୍ଣଙ୍କୁ ଦର୍ଶନ କରି ଆମେ ଆସିବା ଯିବା ଯିବା ତ ଯିବା ନନ୍ଦରାଣୀ କହୁଛନ୍ତି ମୋ କୃଷ୍ଣକୁ ଦେଖିବା ତ ବାୟାଣୀ ପାଗଳଣୀ ପରି ହୋଇଯାଇଛି ଯଶୋଦା ଆରେ କୃଷ୍ଣ ତୋର ବିଷ୍ଠାକୁ ମୁଁ ଅମୃତ କରିଦେଇଛି ରେ କୃଷ୍ଣ ଆଜି 4 ଦିନ କହି ଯାଇ 4 ଯୁଗ ବିତିଗଲାଣି କୃଷ୍ଣ ତତେ ଦେଖିବି ଦେଖିବି ବୋଲି ମୋର ଆଖି ଅନ୍ଧ ହୋଇଯାଇଛି ଆଜି କହୁଛନ୍ତି ନନ୍ଦରାଜାକୁ ଯଶୋଦା ପ୍ରଭୁ କାଲିକି ଆମର ପୁଅକୁ ଯାଇ ଦର୍ଶନ କରିବା ତ ଓହ ନନ୍ଦରାଜାଙ୍କର ଆନନ୍ଦ ଏ ଯଶୋଦା
आगे आगे जाऊँ मो पछरे आसबू से भितर पशि जीवनी स्वामी से द्वारिकापुर वासी लोक भल लोक नाहांती मो कृष्ण को न देखिले मु पागल होई जिवि स्वामी अरे मु तो आगे अछि तू किछि भय करना मो पछे तू धीरे धीरे आसुथिबो यारे गोपाल भाई माने गोपालुनी माने समस्त एक रुंडही समुद्र गहन परि चली आसुचंती यारे कृष्ण त्याग कुंड पाखरे बसी आहुति देउचंती स्वामी गार्गव महर्षि बसी मंत्र पाठ पढुचंती एई समय कृष्णंगर मन रहिथि महांग पाखरे मां यशोदा कहते कृष्ण तो टिके थरे देखी फेरी आसीबी रे धन अरे मो आखि को निश्चय तू देखा देबू न देखिबी जीवन गति को हानि देबी रे कृष्ण कृष्ण थोड़े मुझे देखा दे रे बापा तते तो देखिले वो प्राण भाई के चली जीव रे बापा तते तो देखी मो दुड़ी नहीं जीवी रे गाना अरे मोरे बोले माई यशोदा करा करा अरे तू पायानी पागल ही पड़ी हो ना आदि हमर प्रिय कृष्ण देखे देखे अग्नि किमिति शांत को शिक्षा लगी जा होछि देख स्वामी किमिति देखे एई परि जादर आयोजन चलिछि द्वारिकापुर वासी माने समस्ते कोलाहल करी कृष्ण को समस्ते घेरी रही छथि स्वामी ओहो चिंता करना अरे तू पागलनी परे हो ना हम पुଅ तो देखिबा दर्शन करी आसीबा ना से मो पथे पथे चिंता करना धीर धीर नंद राजा गमन करती यशोदा धीरे आसुचती कृष्ण कृष्ण बोली रानी बोली न करती আজি শত্রু দিগরে প্রথমর মৎস্য অবতার হইছে কৃষ্ণ আমার পুଅ দেখে ଆପଣ ସବୁ କରୁଛନ୍ତି এটি দেখিলু না এই মৎস্য ଅବତାର ମୋ ପୁଅ କୃଷ୍ଣଙ୍କର ଆଉ କଣ ଭାବିଲୁ ତୁ সেই কৃষ্ণ আমার পুଅ মৎস্য অবতাରରେ হরি কেড়ে সুন্দর রূপরে অଛନ୍ତି দেখি সংখ্যাসুরକୁ বদ্ধ କରି বেদ উদ্ধারণ করিকি সেই কৃষ্ণ আমার পুଅ